ବର୍ତ୍ତମାନ ଆମେ ମନ୍ଦିରକୁ କହିଲୁ ଲିଙ୍ଗରାଜ ମନ୍ଦିରକୁ ମ୍ୟୁଜିୟମ କରିଦିଅନ୍ତୁ। ଏଠି କାହା ସହିତ କାହାର ଲିଙ୍କ ନାହିଁ। ଏଠି ତାଳି ପକା କାମ ଚାଲିଛି। କୌଣସି ଲିଙ୍ଗରାଜଙ୍କର ପରମ୍ପରା ରକ୍ଷା କରିବାକୁ କାହାର ଇଚ୍ଛା ଶକ୍ତି ନାହିଁ। ତେଣୁକରି ଆମେ ସେଇ ବୈଠକରେ କୌଣସି ପ୍ରକାର ନିଷ୍ପତ୍ତି ବାହାରିଲାନି। ଆମେ ତ କହୁଛୁ ତାରି ଉପରେ ଆଲୋଚନା ନ ହେଇକି ତାଳି ପକା କାମ ଚାଲିଛି। ଆଗକୁ ମାଡି ଚାଲ। କାହିଁକି କରାଗଲା ନାହିଁ, କିଏ ସେ ବନ୍ଦ କଲା, ତାକୁ ଆଲୋଚନା ନ କରି ତାଳି ପକା କାମ କଣ କରାଉଛି? କୁହାଯାଉଛି ଆପଣ ବର୍ତ୍ତମାନ ନୀତି, ଆମେ କେମିତି ନୀତି କରିବୁ? ନୀତି ତ ଅଟକିକି ରହିଛି କାଲିଠୁ। ସେଇ ନୀତି କେମିତି ପରିଚାଳନା କରାଯିବ? ବାହାରେ ରହିବେ କି ଭିତରେ ରହିବେ ପ୍ରଶାସନ ଚିନ୍ତା କରିବେ। ନା ନା, ଆମେ କାଲିର କୌଣସି ପ୍ରକାର ଆଲୋଚନା ନହେଲା ପର୍ଯ୍ୟନ୍ତ ଆମେ କରିବୁ ନାହିଁ। ସିଏ କହୁଛନ୍ତି ଆମକୁ ଯେ କାଲିର ଡିଷ୍ଟର୍ବାନ୍ସଟାକୁ ଆଲୋଚନା ନ କରି ଆଜିର ନୀତି ଠାରୁ ଆରମ୍ଭ କରନ୍ତୁ, ଏଇଆ କହୁଛନ୍ତି। ଆମେ ସେଥିରେ ରାଜି ନୁହେଁ। କାଲିର ନୀତି ଆଲୋଚନା ହଉ ଆଗ, ତାପରେ ଚିନ୍ତା କରିବା ଆଜି ନୀତି କଣ ହବ। ଆଉ କାଲି ନୀତିକୁ ସେ ନକରି କହୁଛନ୍ତି ଆଜି ନୀତି ଆପଣ କରିଚାଲନ୍ତୁ। ଏମିତି ସବୁବେଳେ ହଉଛି, ସବୁବେଳେ ବନ୍ଦ ରହୁଛି। ତେଣୁ ୟାର ସମାଧାନ ହବା ଦରକାର। ଆମେ ଚାହୁଁଛୁ ୟାର ସମାଧାନ ହଉ, ତାପରେ ଠାକୁରଙ୍କ ନୀତି ହଉ। ନାଇଁ ପୂଜା କେହି ବନ୍ଦ ରଖିନାହାନ୍ତି ଆଜ୍ଞା। ସିଏ ତ ଡିସିସନ ହେଇପାରୁନି ଯେ କାଲିର ନୀତି ପାଇଁ କିଏ ଦାୟୀ, ସେଇଟା ସେ ଡିସିସନ ନେଇପାରୁନାହାନ୍ତି। ଆଉ ଆଜି କଣ ନୀତି ହବ? କିଛି ହେଇପାରେ। ଆମେ ତ ଭାବୁଛୁ ଏମାନେ ତ କିଛି କରିପାରୁନାହାନ୍ତି, ବନ୍ଦ ରହିବ। ହଁ, ଯୋଉଗୁଡାକ ବ୍ରାହ୍ମଣ ସେବକ ଯୋଉ କାମ କରିବା କଥା ସେ କାମକୁ କରେଇ ଦେଲେ ନାହିଁ ବଡ ସେବକ, ତେଣୁକରି ବନ୍ଦ ରହିଲା। ଆଉ କଣ, ସିଏ ଗୋଟେ ଅସୁବିଧା ପରେ ସିଏ ଜାଣି ଶୁଣି କ୍ରିଏଟ କରୁଛନ୍ତି। ପ୍ରତ୍ୟେକ କଥାରେ ବଡ ସେବକ ସବୁ ନୀତି ବିଭ୍ରାଟ କରୁଛନ୍ତି। ଆପଣ ଦେଖନ୍ତୁ, ପଇସା ଲାଗିଲେ କହିଲେ ଆମେ ପଇସା ଲାଗି କରିବୁ, ପୂଜା ପଣ୍ଡା କରିପାରିବେ ନାହିଁ। ସେତେବେଳେ ବନ୍ଦ ହେଲା ଠାକୁରଙ୍କ ନୀତି। 5 ବର୍ଷ ହେଲା ବନ୍ଦ ହଉଛି। ତାପରେ କହିଲେ ଅଧିବାସ ପୂଜା ଓଢଣ ଲାଗିଲେ ଓଢଣ ଷଷ୍ଠୀରେ କରିପାରିବେ ନାହିଁ ପୂଜା ପଣ୍ଡା, ତେଣୁକି ହୁଏ ନାହିଁ, ସେଇଟା ବି ବନ୍ଦ ରହିଲା। ଏଇନେ ବର୍ତ୍ତମାନ କହୁଛନ୍ତି ବ୍ରାହ୍ମଣ ସେବକ କ୍ଷୀର ରାନ୍ଧି ପାରିବେ ନାହିଁ। ରାନ୍ଧିବା କାମ ତ ମହାସ୍ୱାରଙ୍କର, ସିଏ ରାନ୍ଧିବେନି। ଆଉ କଣ ବଡୁ ସେବକ ଯିଏ ମାଳି ଶୁଦ୍ର ସେବକ ସିଏ କଣ ରାନ୍ଧିବ? ଆମେ ତାକୁ ଗ୍ରହଣ କରିବୁ? ଆମେ କେବେ ଗ୍ରହଣ କରିବୁନି। ନୀତି ହଉ କନି ଯାଉଛି।